ଜୀବନରେ ସବୁଠାରୁ ଅଧିକ ଦୁଃଖ ନିଜ ଲୋକଙ୍କ ଠାରୁ ହିଁ ମିଳିଥାଏ। ନା ସେ ଦୁଃଖ କାହାକୁ କହି ହୁଏ ନା ସହି ହୁଏ, କେବଳ ଚୁପଚାପ ଆଖିରୁ ଲୁହ ଝରୁଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 17 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 3 ଦିନ, ଶନିବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି, ଯାହା ରାତ୍ରି 2:51 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ପୂର୍ବଷାଢ଼ା ନକ୍ଷତ୍ର, ଯାହା ଦିବା 3:15 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତରଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଚନ୍ଦ୍ର ରହିଛନ୍ତି ଧନୁ ରାଶିରେ, ଯାହା ରାତ୍ରି 9:22 ପରେ ଚନ୍ଦ୍ର ମକର ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:12 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:10। ଆଜି ଯୁଗ୍ନି ରହିଛି ଦକ୍ଷିଣ କୋଣେ, ଯାହା ରାତ୍ରି 2:51 ପରେ ଯୁଗ୍ନି ପଶ୍ଚିମ ଦିଗେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି କୁମ୍ଭ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 9:22 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଓ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଏକ ପାଦ ପୁଷ୍କର ଦୋଷ ରହୁଛି ଅପରାହ୍ନ 3:15 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି, ବେଲ ଭୋଜନ ନିଷେଧ ରହିଛି। ଆଜି ଆପଣମାନେ ଶୁଭ କାର୍ଯ୍ୟ କରିପାରିବେ, ଯାହାକି ବିବାହ ପାଣି ଗ୍ରହଣ। ତତ୍ସହିତ ଆଜି ଯଦି କନ୍ୟା ପ୍ରଥମ ରଜବତୀ ହେଲା, ଯାହା ଦିବା 3:15 ମଧ୍ୟ, ତେବେ ନିଶ୍ଚିତ 7 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଶୁଭ ବାର୍ତ୍ତା, ଯଦି ଆପଣମାନେ ତଳେ ବସି ଠାକୁର ପୂଜା କରୁଛନ୍ତି ତେବେ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। ତେବେ ତଳେ ବସି ଠାକୁର ପୂଜା କଲେ ଦୁଃଖ ମିଳେ। ପଥର ଉପରେ ବସି ପୂଜା କଲେ ରୋଗ ବୃଦ୍ଧି ହୋଇଥାଏ। ସେହିଭଳି କୁଶ କିମ୍ବା ଆସନରେ ବସି ଯଦି ପୂଜା କରୁଛନ୍ତି ତାହେଲେ ଭାଗ୍ୟ ଉଦୟ ହୋଇଥାଏ। ଆଜିର ଅଶୁଭ ବେଳା, ଯାହା ଦିବା 8:27 ରୁ ଦିବା 10:05 ମଧ୍ୟ ରହିଛି ରାହୁ କାଳ। ସେହିଭଳି ପ୍ରାପ୍ତରୁ ଦିବା 6:50 ମଧ୍ୟ ରହିଛି, ଯାହାକି କାଳ ବେଳା। ସେହିଭଳି ପୁଣି ଦିବା 4:42 ରୁ ଅପରାହ୍ନ 6:10 ମଧ୍ୟ ରହିଛି, ଯାହାକି କାଳ ବେଳା। ସେହିଭଳି ବାର ବେଳା ରହିଛି ଦିବା 1:25 ରୁ ଦିବା 3:04 ମଧ୍ୟ। ତେଣୁ ରାହୁ କାଳ, ବାର ବେଳା, କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 10:06 ରୁ ଦିବା 11:36 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:56 ରୁ ଦିବା 4:41 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ର ଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ଆଜି ମେଷ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ସୁଯୋଗ ରହିଛି। ତତ୍ସହିତ ବ୍ୟବସାୟ କରୁଥିଲେ ମେଷ ରାଶି ବ୍ୟକ୍ତି ନିଶ୍ଚିତ ସଫଳ ହବାର ଯୋଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି କିଛି ଭୋଗ ବିଳାସରେ ଅଧିକ ଜଡ଼ିତ ରହିପାରନ୍ତି। ତତ୍ସହିତ ଆପଣଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ କିଛି ମତଭେଦ ଯୁକ୍ତ ରହିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ
ଆପଣଙ୍କର ପ୍ରସିଦ୍ଧି ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ, କାରଣ ଆଜି ସ୍ୱାସ୍ଥ୍ୟ ଅସ୍ଥିରତା ସହିତ ମାନସିକ ସ୍ଥିତି ମଧ୍ୟ ଭଲ ନ ରହିପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି କେଶୁରିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ବିଶେଷ କରି ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଆନନ୍ଦିତ ହବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ ବହୁତ ପ୍ରସନ୍ନ ରହିବେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନିଜର କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ ଅନ୍ୟମାନଙ୍କ ଠାରେ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ବନ୍ଧୁ ବାନ୍ଧବଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ତାଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟ ହାସଲ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଛୋଟ ଛୋଟ କାର୍ଯ୍ୟ କରି ଅନେକ ବଡ ବଡ ସଫଳତା ପ୍ରାପ୍ତ କରିବାର ଶୁଭ ଯୁଗ ରହୁଛି। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ କରିବେ। ତତ୍ସହିତ ଆଜି କିଛି ନୂତନ ଅର୍ଥଜନିତ ବେପାର ବାଣିଜ୍ୟ ଯାହାକି କିଛି ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଅର୍ଥ ସଞ୍ଚୟ କରିବାର ମଧ୍ୟ ଶୁଭ ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ ଉତ୍ତମ ନିଦ୍ରା ପ୍ରାପ୍ତ କରିବାର ଶୁଭ ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଯାହାକି ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ଆଜି ପୂର୍ବରୁ ଯଦି କିଛି ସମ୍ପର୍କ ଖରାପ ଥିବ ପରିବାର ସହିତ ତେବେ ଆଜି ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତିମାନେ କାମ କରୁଥିବା ସେମାନେ ନିଶ୍ଚିତ ଆଜି ଯାହାକି ନିଜର ପ୍ରତିଷ୍ଠା ଜାହିର କରିବାର ଶୁଭ ଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତି ବନଉଥିବାରୁ ସମସ୍ତ କାର୍ଯ୍ୟ ଆପଣ ସଫଳତା ପାଇବେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ହାସଲ କରିବାର ଆପଣଙ୍କର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି କିଛି ନୂତନ ଜିନିଷ ଆଣିବାର ଶୁଭ ଯୁଗ ରହୁଛି କିମ୍ବା ଉପହାର ମଧ୍ୟ ପ୍ରାପ୍ତ କରିପାରନ୍ତି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବା ସହିତ ନିଜର ବ୍ୟକ୍ତିତ୍ୱ ଜାହିର କରିବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପାଇବେ। ତତ୍ସହିତ ଆଜି ଯାହାକି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି କିଛି ମାଙ୍ଗଳିକ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟରେ ଆପଣ ଜଡିତ ରହିପାରନ୍ତି ତାହା ଆପଣଙ୍କ ପାଇଁ ଅନେକ ଭଲ ରହିବ ଏବଂ ଉତ୍ସାହ ଆନନ୍ଦିତ ରହିବେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ସହିତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ନିଜ ଭିତରେ ମଧୁର ସମ୍ପର୍କ ବୃଦ୍ଧି କରିବ। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୁଗ ବନଉଛି। ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଅଟକିବ ନାହିଁ ଏବଂ କାର୍ଯ୍ୟ ଗୁଡିକ ଉତ୍ସାହ ସହକାରେ କରିପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ଶୁଭ ଯୁଗ ରହୁଛି। ବିଶେଷ କରି ଆଜି ସିଂହ ରାଶି ବ୍ୟକ୍ତି କଳା ଏବଂ ସାହିତ୍ୟିକ ରୋମାଣ୍ଟିକ ଭିତରେ ଆପଣଙ୍କର ରୁଚି ଅଧିକ ବଢିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜର ମଧୁର ସମ୍ପର୍କ ବଜାଇ ରଖିବେ। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହାକି ଆପଣ ମାନସିକ ଅସ୍ଥିରତା କରିଦେଇପାରେ ଯଦି ସ୍ୱାସ୍ଥ୍ୟ ଖରାପ ହୁଏ। ତେଣୁ ଏହା ପ୍ରତି ସଚେତନ ରହିଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସାବଧାନ ରହିବାକୁ ପଡିବ। କୌଣସି କାହା ସହିତ ଯୁକ୍ତି ତର୍କ ବିଶେଷ କରି ସାର୍ବଜନୀନ ସ୍ଥାନରେ ଆପଣ ସଦାବେଳେ ଶାନ୍ତ ରୁହନ୍ତୁ। କାହାରି କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ନହେଲେ ଖାଲିଟାରେ ଆପଣ ବାଦ ବିବାଦରେ ଛନ୍ଦି ଯିବେ ଏବଂ ମାନ ସମ୍ମାନ ଆପଣଙ୍କର ହାନି ହବାର ଚିନ୍ତା ବଢିଯିବ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଖାଦ୍ୟ ଏବଂ ନିନ୍ଦରେ ଅଭାବ ଯୁକ୍ତ ରହିବ। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ସ୍ତ୍ରୀ ସମ୍ବନ୍ଧ ଏବଂ ପୁରୁଷ ସମ୍ବନ୍ଧ ବିଶେଷ କରି ପ୍ରେମ ସମ୍ବନ୍ଧ ଆପଣଙ୍କର ଖରାପ ହବାର ଚାନ୍ସ ରହୁଛି। ତେଣୁ ନିଜ ଭିତରେ ଯଦି କିଛି ମତଭେଦ ରୁହେ ବା ଯୁକ୍ତି ତର୍କ ଆଡକୁ କଥାବାର୍ତ୍ତା ଯାଏ, ଆପଣ ଟିକେ ସାବଧାନ ରହିଲେ ଆପଣଙ୍କର ପ୍ରେମ ସମ୍ବନ୍ଧ ଠିକ ରହିବ। ଏବଂ କନ୍ୟା ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଏବଂ ବେପାର ବାଣିଜ୍ୟ ଯଦି କରୁଛନ୍ତି କନ୍ୟା ରାଶି ବ୍ୟକ୍ତି ଆଜି ନିଜର ବୁଦ୍ଧି ସମସ୍ତ ପ୍ରକାର ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ସ୍ୱାସ୍ଥ୍ୟ ହାନି ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଆପଣ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ତୁଳା ରାଶି ବ୍ୟକ୍ତି ମନ ସଦାବେଳେ ପ୍ରସନ୍ନ ରହିବ ଏବଂ ଆନନ୍ଦିତ ରହିବେ। କିଛି ନୂତନ କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢିବ। ଆଜି ତୁଳା ରାଶି ବ୍ୟକ୍ତି ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ଭାଗ୍ୟ ଆପଣଙ୍କର ଆଜି ସାଥ ଦେବ। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁର ସମ୍ପର୍କ ବଢିବ। ତତ୍ସହିତ ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର ପରିବାର ବର୍ଗଙ୍କ ଦ୍ୱାରା ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବ। ବିଶେଷ କରି ଆପଣଙ୍କ ସନ୍ତାନଙ୍କ ଠାରୁ ଆପଣ ଅନେକ ପ୍ରକାର ସୁଖ ପ୍ରାପ୍ତ କରିବାର ଶୁଭ ଯୁଗ ରହୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ। ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟରେ ଜଡିତ ଅଛନ୍ତି
ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ଶୁଭଯୁଗ ପରିସ୍ଥିତି ବନଉଛି, ଯାହାକି ଆପଣଙ୍କର ବ୍ୟକ୍ତିତ୍ୱ ଅଧିକ ବଢିବ। ତତ୍ସହିତ ବିଛାରା ରାଶି ବ୍ୟକ୍ତି ଆଜି ମାଙ୍ଗଳିକ ଏବଂ ସାମାଜିକ କ୍ଷେତ୍ରରେ ବା କିଛି ଧାର୍ମିକ କାର୍ଯ୍ୟରେ ଆପଣ ନିଶ୍ଚିତ ଉତ୍ସାହ ସହକାରେ କିଛି କାର୍ଯ୍ୟ କରନ୍ତି, ଯାହାକି ମନ ମଧ୍ୟ ଆହୁରି ପ୍ରସନ୍ନ ଏବଂ ଉତ୍ସାହିତ ରହିପାରେ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ନିଶ୍ଚିତ ତାହାର ସମାପ୍ତ ହେବ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତିଙ୍କର ଆଜି କିଛି ନିଜର ସଂକଳ୍ପର କାର୍ଯ୍ୟ ପୂର୍ଣ୍ଣ ହେବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଆଗକୁ ବଢିବା ସହିତ ନିଜର ଅର୍ଥ ମଧ୍ୟ ସଞ୍ଚୟ କରିବେ। ଆଜି ଧନୁରାଶି ବ୍ୟକ୍ତି କାହାକୁ ଅର୍ଥ ଦିଅନ୍ତୁ ନାହିଁ କିମ୍ବା କାହା ପାଖରୁ ଅର୍ଥ ଆଣନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁରାଶି ବ୍ୟକ୍ତି ପାରିବାରିକ ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଶ୍ଚିତ ଉତ୍ସାହ ସହକାରେ ଏବଂ ନିଜ ଭିତରେ ଭଲ ସମ୍ବନ୍ଧ ରହି ଦିନ କଟିବାର ଶୁଭ ଯୁଗ ରହୁଛି। ଆଜି ଯାହାକି ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ବନ୍ଧୁବର୍ଗଙ୍କ ଠାରୁ ସହାୟତା ମିଳିବାର ଅନେକ ଚାନ୍ସ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ବନ୍ଧୁବର୍ଗଙ୍କ ସହିତ କିଛି ସହାୟତା ମିଳିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟରେ ଜଡିତ ଅଛନ୍ତି ସେମାନଙ୍କର ଆଜି ନିଶ୍ଚିତ ଅନେକ ପ୍ରକାର ଲାଭ କରିବା ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନିଜର କାର୍ଯ୍ୟ କୌଶଳ ଅନ୍ୟମାନଙ୍କ ଠାରେ ଦୃଷ୍ଟି ଆକର୍ଷଣ ହୋଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଭାଇ କିମ୍ବା ଭଉଣୀଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ଆପଣଙ୍କ ଭିତରେ ଯାହାକି ଆନ୍ତରିକତା ପ୍ରେମ ଦେଖାଦେବ। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଉତ୍ସାହର ଦିନ ହୋଇପାରେ। ଆଜି ମକର ରାଶି ବ୍ୟକ୍ତି କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ମନକୁ ଅଧିକ ଆନନ୍ଦିତ କରିବାର ଆହୁରି ଏକ ମାଧ୍ୟମ ହୋଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଟିକେ ରହିବ, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଅନେକ ପ୍ରକାର ସଫଳତା ପାଇବେ। ତତ୍ସହିତ ଭାଗ୍ୟ ଆପଣଙ୍କର ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହେବା ସହିତ ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନେ ଆଜି ବହୁତ ଉତ୍ତମ ଯୁଗ ବନଉଛି, ଯାହାକି ହସ ଖୁସିରେ ଦିନ କଟିବେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ଶୁଭ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଜିନିଷ ଆଣିପାରନ୍ତି କିମ୍ବା ନୂତନ ଜିନିଷ ଯାହାକି ଆପଣଙ୍କୁ କିଏ ଗିଫ୍ଟ ଆକାର ମିଳିବାର ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ
संपूर्ण ठीक रहिबो कोनोसी स्वास्थ्य समस्या रहिबो नाही। आज कुंभ राशि व्यक्तिंकर भाग्य संख्या रही जहा कि 4, भाग्य रंग रहुची जहा कि धूसर रंग व्यवहार करि परिबे एवं ग्रह माने आपन को आज 98% साथ दउछंती। बे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज जहा कि भाग्य आपनकर शुभ जुग रहुथिबारु विशेष करी शत्रु मानक ठारू आपण विजय हेबे एवं कौनसी कंपटीशन किंबा विचाराधीन कार्य रे आपनकर भाग्य आपनकु साथ दबार अनेक चांस रहुची। आज मीन राशि व्यक्ति विद्यार्थी माने अनेक सफलता सहित मानसिक स्थिति भल रहिबो। तत्सहित मीन राशि व्यक्ति आज व्यापार वाणिज्य रे अनेक प्रकार लाभ प्राप्त करिवार पूर्ण सुजोग रहुची। आज मीन राशि व्यक्ति आमुद प्रमुद मनोरंजन कार्य रे अधिक जहा कि समय अतिबाहित करि पारंती। आज मीन राशि व्यक्ति जहा कि प्रेम दुनिया रे आपनकर भाग्य शुभ जुग परिस्थिति बनैबा सहित परिवार वर्गक सहित भल संपर्क रहिबो। तत्सहित परिवार वर्गक सहित हस खुशी रे दिन कटिबार सुजोग देई पारे। आज कुंभ राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या रहिबो नाही। पूर्व जदि किछि स्वास्थ्य समस्या थिबो आज ताहार समाधान होबार अनेक चांस रहुची। आज मीन राशि व्यक्तिंकर भाग्य संख्या रही जहा कि 2, भाग्य रंग रहुची जहा कि आपण धला रंग व्यवहार करि परिबे एवं ग्रह माने आपण को आज जहा कि 95% साथ दउछंती। ओम विष्णवे नमः। नमस्कार।